तो जय जगन्नाथ दर्शक बंधु नमस्कार। तो ओडिशा लेटेस्ट न्यूज को आपन को स्वागत करूची। तो चलंतु देरी न करी आरंभ करबा आज लेटेस्ट अपडेट। तो एसएसबी एसआई रिक्वायरमेंट बाहरी जाइची। तो पोस्ट नाम होची असिस्टेंट सब इंस्पेक्टर। जो पोस्ट गुडी को बाहरी जाउची रेडियोग्राफर, फार्मासिस्ट, ओटी टेक्नीशियन, डेंटल टेक्नीशियन। ଆଉ 7ଟି ପଦ ଖାଲି ଅଛି। ତ ଗୁରୁତ୍ୱପୂର୍ଣ୍ଣ ତାରିଖ ହେଉଛି ତ ଆସିଯାଇଛି। ତ ଆପଣ ଯାଇ ପାଖରେ ଆପଣଙ୍କର ଜନସେବା କେନ୍ଦ୍ରରେ ଯାଇ ଆପ୍ଲାଏ କରିପାରିବେ। ତ ଯୋଗ୍ୟତା ଆପଣଙ୍କର କ'ଣ ରହିବ ନା ରେଡ଼ିଓଗ୍ରାଫରରେ ଆପଣଙ୍କର 12 ଏବଂ ରେଡ଼ିଓଗ୍ରାଫି ଡିପ୍ଲୋମା କରିଥିବା ଦରକାର। ତ ଫାର୍ମାସିଷ୍ଟରେ କ'ଣ କରିବା ପାଇଁ ପଡ଼ିବ କ୍ୱାଲିଫିକେସନ୍ ଆପଣଙ୍କର ନା ଦ୍ୱାଦଶ ଏବଂ ଫାର୍ମାସି ଡିପ୍ଲୋମା କରିଥିବା ଦରକାର। ଆଉ ଓଟି ଟେକ୍ନିସିଆନରେ ଆପଣ ଦ୍ୱାଦଶ ଓଟି ଟେକ୍ନିସିଆନ କୋର୍ସ କରିଥିବା ଦରକାର। ଡେଣ୍ଟାଲ ଟେକ୍ନିସିଆନ ଆପଣ ହେବା ପାଇଁ 12 ଓ ଡେଣ୍ଟାଲ ଟେକ୍ନିସିଆନ କୋର୍ସ କରିଥିବା ଦରକାର। ତ ବୟସ ସୀମା ଆପଣଙ୍କର ରହୁଛି 20 ରୁ 30 ବର୍ଷ ଭିତରେ ଆପଣ ଆପ୍ଲାଏ କରିପାରିବେ। ତ ଏସସି ଏସଟି ପାଇଁ 5 ବର୍ଷ, ଓବିସି ପାଇଁ 3 ବର୍ଷ ରିଲାକ୍ସନ ରହିଛି। ଆପଣ ଯଦି ଏସସି ଏସଟି ରେ ଅଛନ୍ତି 5 ବର୍ଷ ଆପଣଙ୍କୁ ଛଡ଼ାଯିବ ଓ ଓବିସି ରେ ଯଦି ଅଛନ୍ତି 3 ବର୍ଷ ଛଡ଼ାଯିବ। ତ ଆପ୍ଲିକେସନ ଫି ରହିଛି 100 ଟଙ୍କା। ଏସସି ଏସଟି ଫିମେଲ ପାଇଁ ଫ୍ରି। ଚାକିରୀର ପ୍ରକାର ହେଉଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଡିଫେନ୍ସ ଜବ୍। ତ ବେତନ ଆପଣଙ୍କର କେତେ ରହିବ ନା 29,200 ରୁ ଆରମ୍ଭ କରିକି 92,300 ପର୍ଯ୍ୟନ୍ତ ରହିବ। ତ ବେନିଫିଟ୍ ଆପଣଙ୍କର କ'ଣ ରହିଛି ନା ଡିଏ ରହିଛି, ଏଚଆରଏ ରହିଛି, ମେଡିକାଲ ଫ୍ୟାସିଲିଟି, ପେନସନ ରହିଛି। ତ ଜବ୍ର ଲୋକେସନ୍ ହେଉଛି ଅଲ୍ ଇଣ୍ଡିଆ ପୋଷ୍ଟିଂ ବାହାରିଛି, ଆପଣ ପକାଇ ପାରିବେ। ତ ଏକ୍ଜାମ୍ କେମିତି ହେବ? ତ ଏକ୍ଜାମ୍ କଥା ବି ରଖିବି ଆପଣମାନଙ୍କୁ। ଲିଖିତ ଏକ୍ଜାମ୍ ହେବ, ଫିଜିକାଲ୍ ଟେଷ୍ଟ ହେବ, ସ୍କିଲ୍ ଟେଷ୍ଟ ହେବ, ମେଡିକାଲ ଟେଷ୍ଟ ହେବ, ଡକୁମେଣ୍ଟ ଭେରିଫିକେସନ୍ ହେବ, ତାପରେ ଆପଣ ଚାକିରି ଖଣ୍ଡେ ପାଇପାରିବେ। ତ ଫିଜିକାଲ ରିକ୍ୱାରମେଣ୍ଟ କ'ଣ ରହିଛି? ତ ହାଇଟ୍ ଆପଣଙ୍କର 170 ସେଣ୍ଟିମିଟର ରହିଥିବା ଦରକାର। ଚେଷ୍ଟ ରହିଥିବା ଦରକାର 80 ରୁ 85 ସେଣ୍ଟିମିଟର। ଫିମେଲ ହାଇଟ୍ 157 ସେଣ୍ଟିମିଟର ରହିଥିବା ଦରକାର ଓ ରନିଂ ଏବଂ ଫିଟନେସ୍ ଟେଷ୍ଟ ମଧ୍ୟ ରହିବ। ଏକ୍ଜାମ୍ କେମିତି ହେବ ନା ଜେନେରାଲ ନଲେଜ, ମ୍ୟାଥମେଟିକ୍ସ, ରିଜନିଂ, ଟେକ୍ନିକାଲ ସବଜେକ୍ଟ। ଆପ୍ଲାଏ କେମିତି କରିବେ ନା ଅଫିସିଆଲ ୱେବସାଇଟକୁ ଯାଆନ୍ତୁ, ରେଜିଷ୍ଟ୍ରେସନ କରନ୍ତୁ, ଫର୍ମ ଫିଲ୍ କରନ୍ତୁ, ଡକୁମେଣ୍ଟ ଅପଲୋଡ଼ କରନ୍ତୁ, ଫି ପେ କରନ୍ତୁ ଏବଂ ସବମିଟ୍ କରନ୍ତୁ। ତ ଆଜିର ନ୍ୟୁଜ୍ ଏତିକିରେ ମୁଁ ସମାପ୍ତ କରୁଛି। ପୁଣି ଦେଖା ହେବ ଆଉ ଗୋଟେ ବଡ଼ ନ୍ୟୁଜ୍ରେ। ତ ସେତେ ପର୍ଯ୍ୟନ୍ତ ଆପଣ ଲାଇକ୍, ସେୟାର ଏବଂ କମେଣ୍ଟ କରିଦିଅନ୍ତୁ ଆଉ କ'ଣ କ'ଣ ଆପଡେଟ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି।